ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ନାମରେ ପ୍ରତ୍ୟେକ ଖ୍ରୀଷ୍ଟିଆନ ଭାଇ ଆଉ ଭଉଣୀମାନଙ୍କୁ ମୋର ନମସ୍କାର। ମୁଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପବିତ୍ର ବାକ୍ୟ ପ୍ରଚାର କରୁଛି, ଆଉ ଆପଣମାନେ ସେହି ପ୍ରଚାରକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ ଆଉ ଆଶୀର୍ବାଦ ପାଆନ୍ତୁ। ତ ଆସନ୍ତୁ ଆମ୍ଭେମାନେ ଆଜିର ଶିକ୍ଷା ଆଡ଼କୁ ଯିବା। ଆଉ ଆଜି ଆମେମାନେ ଶିକ୍ଷା କରିବା ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କଲା ପରେ ବାପ୍ତିସ୍ମ ଆଉ ପ୍ରଭୁ ଭୋଜ ନିହାତି ଗ୍ରହଣ କରିବାକୁ ପଡ଼ିବ। ଆମେ ଏହି ବିଷୟରେ ଆଜି ବାଇବଲରୁ ଶିକ୍ଷା କରିବା। ଆମେ ଦେଖିନେବା ଜହନ ଲିଖ ସୁସମାଚାର 3 ଅଧ୍ୟାୟର 1ରୁ 5 ପର୍ଯ୍ୟନ୍ତ ଆମେ ଦେଖିନେବା। ଏଠି ଏମିତି ଲେଖା ହେଇଛି, ଫାରୁସୀମାନଙ୍କ ମଧ୍ୟରେ ନିକୋଦିମ ନାମକ ଜଣେ ବ୍ୟକ୍ତି ଥିଲେ। ସେ ଜିହୁଦୀମାନଙ୍କର ଜଣେ ନେତା। ସେ ରାତ୍ରି ସମୟରେ ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆପଣ ଯେ ଈଶ୍ୱରଙ୍କଠାରୁ ଆଗତ ଗୁରୁ, ଏହା ଆମ୍ଭେମାନେ ଜାଣୁ, କାରଣ ଆପଣ ଏହି ଯେଉଁ ସମସ୍ତ ଆଶ୍ଚର୍ଯ୍ୟକର୍ମ କରୁଅଛନ୍ତି, ଈଶ୍ୱର ସାଙ୍ଗରେ ନଥିଲେ ସେହି ସବୁ କେହି କରିପାରେ ନାହିଁ। ତ ଦେଖନ୍ତୁ, ଫାରୁସୀମାନଙ୍କ ଭିତରେ ନିକୋଦିମ ନାମକ ଗୋଟେ ବ୍ୟକ୍ତି ଥିଲେ, ଆଉ ସେ ବ୍ୟକ୍ତି ହେଉଛନ୍ତି ଜିହୁଦୀମାନଙ୍କର ଜଣେ ନେତା। ଆଉ ସେ ରାତ୍ରି ସମୟରେ ଯୀଶୁ ପ୍ରଭୁଙ୍କ ପାଖକୁ ଆସିକି ସେ କହୁଛନ୍ତି, ହେ ଗୁରୁ, ଆପଣ ଈଶ୍ୱରଙ୍କଠାରୁ ଆସିଛନ୍ତି ଗୁରୁ, ଏଇଟା ଆମେ ଜାଣିଛୁ। କାହିଁକି ମାନେ ଈଶ୍ୱର ସାଙ୍ଗରେ ନଥିଲେ ଆପଣ ଯେଉଁ ଆଶ୍ଚର୍ଯ୍ୟ କର୍ମ ଗୁଡ଼ାକ କରୁଅଛନ୍ତି ସେହି ସବୁ କୌଣସି ସାଧାରଣ ମଣିଷ କରିହେବ ନାହିଁ ବୋଲି ପ୍ରଭୁ ଯୀଶୁଙ୍କୁ ନିକୋଦିମ ଯାଇକି କହୁଛନ୍ତି। ଆଉ 3 ପଦରେ ଲେଖା ହେଇଛି, ଯୀଶୁ ତାଙ୍କୁ ଉତ୍ତର ଦେଲେ। ସେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ନିକୋଦିମକୁ କହୁଛନ୍ତି, ସତ୍ୟ ସତ୍ୟ ମୁଁ ତୁମକୁ କହୁଅଛି, ପୁନର୍ଜନ୍ମ ନହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖିପାରେ ନାହିଁ। ତ ସେତେବେଳେ ନିକୋଦିମକୁ ପ୍ରଭୁ ଯୀଶୁଖ୍ରୀଷ୍ଟ କହୁଛନ୍ତି ଯେ ସତ୍ୟ ସତ୍ୟ ମୁଁ ତୁମକୁ କହୁଛି, ପୁନର୍ଜନ୍ମ ନହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖିପାରେ ନାହିଁ ବୋଲି ନିକୋଦିମକୁ ପ୍ରଭୁ ଯୀଶୁ କହିଲେ। ଆଉ 4 ପଦରେ ନିକୋଦିମ ପଚାରୁଛନ୍ତି ଯେ ପୁନର୍ଜନ୍ମ କୋଉ ପ୍ରକାରରେ ହେଇହବ ବୋଲି। 4 ପଦରେ ଲେଖା ହେଇଛି, ନିକୋଦିମ ତାହାଙ୍କୁ ପଚାରିଲେ, ବୃଦ୍ଧ ହେଲେ ମନୁଷ୍ୟ କି ପ୍ରକାର ଜନ୍ମ ହୋଇପାରେ? ସେ କ'ଣ ଦ୍ୱିତୀୟ ଥର ଆପଣା ମାତାର ଗର୍ଭରେ ପ୍ରବେଶ କରି ଜନ୍ମ ହୋଇପାରେ? ତ ସେତେବେଳେ ନିକୋଦିମ ପ୍ରଭୁ ଯୀଶୁଙ୍କୁ ପଚାରୁଛନ୍ତି, ତାହେଲେ ଗୁରୁ, ପୁନର୍ଜନ୍ମ କେମିତି ହେବ? କ'ଣ ବୁଢ଼ା ହେଇଗଲେ ମଧ୍ୟ ମଣିଷକୁ ପୁନର୍ଜନ୍ମର ଆବଶ୍ୟକ ଅଛି କି? ବୁଢ଼ା ହେଇଗଲେ ମଧ୍ୟ ମଣିଷ କ'ଣ ଆଉ ଥରେ ମା ଗର୍ଭରେ ପଶିକି ବାହାରବାକୁ ପଡ଼ିବ କି? ଏମିତି ପୁନର୍ଜନ୍ମ ବୋଲି ନିକୋଦିମ ପ୍ରଭୁ ଯୀଶୁଙ୍କୁ କହୁଛନ୍ତି। ମାତ୍ର ପ୍ରଭୁ ଯୀଶୁ 5 ପଦରେ ପୁନର୍ଜନ୍ମକୁ ବୁଝେଇ ଦେଉଛନ୍ତି। ପୁନର୍ଜନ୍ମ କ'ଣ? ଯୀଶୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମକୁ କହୁଅଛି, ଜଳ ଓ ଆତ୍ମାର ଜନ୍ମ ନହେଲେ କେହି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରେ ନାହିଁ। ତ ଦେଖନ୍ତୁ ମୋ ପ୍ରିୟର ଭାଇ ଭଉଣୀମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ନିକୋଦିମକୁ ବୁଝେଇଲେ ଯେ ପୁନର୍ଜନ୍ମ ନହେଲେ କି ଈଶ୍ୱରଙ୍କ ରାଜ୍ୟରେ ଯାଇପାରେ ନାହିଁ। ତ ପୁନର୍ଜନ୍ମ ମାନେ କ'ଣ? ପୁନର୍ଜନ୍ମ ହେଉଛି ଜଳରେ ବାପ୍ତିସ୍ମ ନେବାଟା ଆଉ ଆତ୍ମାରେ ପରିବର୍ତ୍ତନ ହେବାଟା, ଏଇଟାକୁ କୁହାଯାଏ ପୁନର୍ଜନ୍ମ। ଆଉ ଏମିତି ଜଣେ ଯଦି ଜଳରେ ବାପ୍ତିସ୍ମ ନେଉନାହିଁ ଆଉ ହୃଦୟରେ ଯଦି ପରିବର୍ତ୍ତନ ହେଉନାହିଁ, ତାହେଲେ ସେମିତିକା ଲୋକ ଈଶ୍ୱରଙ୍କ ରାଜ୍ୟ କେବେ ଦେଖିପାରିବ ନାହିଁ, କି ସେମିତିକା ଲୋକ ଈଶ୍ୱରଙ୍କ ରାଜ୍ୟରେ କେବେ ପ୍ରବେଶ କରିପାରିବ ନାହିଁ ବୋଲି ପ୍ରଭୁ ଯୀଶୁ ଶିକ୍ଷା ଦେଉଛନ୍ତି। ତ ଏଥିପାଇଁ ମୋର ପ୍ରିୟର ଭାଇ ଭଉଣୀମାନେ, ଆମେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରି ଖ୍ରୀଷ୍ଟିଆନ ହେଲା ପରେ ନିହାତି ଆମକୁ ବାପ୍ତିସ୍ମ ପ୍ରଭୁ ଭୋଜ ଗ୍ରହଣ କରିବାକୁ ପଡ଼ିବ। ତ ଏଥର ଆମେ ଦେଖିବା ଯେ ପ୍ରକୃତର ବାପ୍ତିସ୍ମ ଆମେ କେମିତି ନେଇ ହେବ ସେଇଟା ବି ଜାଣିବା ଦରକାର। ବାପ୍ତିସ୍ମ ତ ନିହାତି ନେବାକୁ ପଡ଼ିବ, ଯାହାକି ପ୍ରଭୁ ଯୀଶୁ ନିଜେ ମଧ୍ୟ ବାପ୍ତିସ୍ମ ନେଇଥିଲେ। ଆମେ ଦେଖିପାରୁଛୁ ମାଥିଉ ଲିଖା ସୁସମାଚାର 3 ଅଧ୍ୟାୟର 13ରୁ 16 ପର୍ଯ୍ୟନ୍ତ ଆମେ ପାଠ କରିପାରୁଛୁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜେ ମଧ୍ୟ ବାପ୍ତିସ୍ମ ନେଇଛନ୍ତି। ତ ଏଥର ଆମେ ଦେଖିବା ଯେ ପ୍ରକୃତରେ ବାପ୍ତିସ୍ମ କେମିତି ନେଇ ହେବ ସେଇଟା ଆମେ ଟିକେ ଦେଖିବା। ମାଥିଉ ଲିଖା ସୁସମାଚାର 28 ଅଧ୍ୟାୟର 19-20 ଏ 2 ପଦ ଆମେ ଟିକେ ପଢ଼ିବା। ଏଠି ଏମିତି ଲେଖା ହେଇଛି, ଅତଏବ ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେହି ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି। ତ ଦେଖନ୍ତୁ ମୋର ପ୍ରିୟର ଭାଇ ଭଉଣୀମାନେ, ଏହି ମାଥିଉ ଲିଖା ସୁସମାଚାର 28ର 19-20ରେ ପ୍ରଭୁ ଯୀଶୁଖ୍ରୀଷ୍ଟ ସ୍ୱର୍ଗକୁ ଯିବା ପୂର୍ବରୁ ତାହାଙ୍କ ଶିଷ୍ୟମାନଙ୍କୁ ବାପ୍ତିସ୍ମ ଦେବା ବିଷୟରେ ଆଦେଶ ଦେଉଛନ୍ତି। କ'ଣ ବୋଲି ଆଦେଶ ଦେଉଛନ୍ତି? ଅତଏବ ତୁମେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ତୁମମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେସବୁ ପାଳନ କରିବାକୁ ଶିକ୍ଷା ଦେଇ ଶିଷ୍ୟ କର ବୋଲି କହୁଛନ୍ତି। ତ ପ୍ରଭୁ ଯୀଶୁଖ୍ରୀଷ୍ଟ ଏଠି ଶିଷ୍ୟମାନଙ୍କୁ ନାମରେ ବାପ୍ତିସ୍ମ ଦେବା ପାଇଁ ବୋଲି କହୁଛନ୍ତି।
ନାଁକୁ ଲକ୍ଷ୍ୟ କରିକି ପ୍ରଭୁ ଯୀଶୁ କହୁଛନ୍ତି ତାଙ୍କ ଶିଷ୍ୟମାନଙ୍କୁ ତୁମେ ଯାଇକି ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦିଅ। ତାମାନେ ଏଠି ଯୀଶୁ ପ୍ରଭୁ ନାଁକୁ ଲକ୍ଷ୍ୟ କରିକି କହୁଛନ୍ତି, ନାଁକୁ ଲକ୍ଷ୍ୟ କରିକି ସେମାନଙ୍କୁ ଶିକ୍ଷା ଦେଉଛନ୍ତି ଯେ ତୁମେ ଯାଅ ଆଉ ପୃଥିବୀର ସମସ୍ତ ଲୋକମାନଙ୍କୁ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦିଅ ବୋଲି। ତ ପିତା ଗୋଟେ ନାଁ ନେ, ପୁତ୍ର ଗୋଟେ ନାଁ ନେ, ପବିତ୍ର ଆତ୍ମା ମଧ୍ୟ ଗୋଟେ ନାଁ ନେ। ପିତା ବୋଲି ବାପାଙ୍କୁ କହନ୍ତି, ପୁତ୍ର ବୋଲେ ପୁଅଙ୍କୁ କହନ୍ତି, ଆଉ ପବିତ୍ର ଆତ୍ମା ବୋଲେ ଗୋଟେ ସିଦ୍ଧ ଆତ୍ମା। ତ ଏଇ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାଁ ହେଉଛି ଯୀଶୁ। ତ ଏଇଥିପାଇଁ ମୋ ପ୍ରିୟ ଭାଇ ଭଉଣୀ ମାନେ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ନେବା ଦରକାର। ଆଉ ନାଁ ହେଉଛି ଯୀଶୁ। ତ ସେଥିପାଇଁ ବୋଲି ଶିଷ୍ୟମାନେ କ'ଣ କଲେ ନା ପ୍ରେରିତ 2:38 ପଦରେ, ଆଉ ପ୍ରେରିତ 10:48 ପଦରେ, ଆଉ ପ୍ରେରିତ 19:5 ପଦରେ ଏ ତିନିଟା ଜାଗାରେ ଯାଇ କ'ଣ କଲେ ନା ଏ ତିନିଟା ଜାଗାରେ ଶିଷ୍ୟମାନେ ପ୍ରଭୁ ଯୀଶୁଙ୍କ ନାମରେ ଲୋକମାନଙ୍କୁ ବାପ୍ତିସ୍ମ ଦେଲେ, ଆଉ ଲୋକମାନେ ମଧ୍ୟ ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିସ୍ମ ଗ୍ରହଣ କଲେ। ତ ଏଥିପାଇଁ ମୋ ପ୍ରିୟ ଭାଇ ଭଉଣୀ ମାନେ ବାପ୍ତିସ୍ମ କେମିତି ନେବା ଦରକାର ନା ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିସ୍ମ ନେବା ଦରକାର। ପ୍ରଭୁ ଯୀଶୁ ନାଁ ହେଉଛି ପିତାଙ୍କର ନାଁ, ପୁତ୍ରଙ୍କର ନାଁ ଆଉ ପବିତ୍ର ଆତ୍ମାଙ୍କର ନାଁ। ପ୍ରଭୁ ଯୀଶୁ ନାଁ ଖାଲି କେବଳ ପୁତ୍ରଙ୍କର ନାଁ ନାହିଁ, ଏଇଟା ପ୍ରଭୁ ଯୀଶୁ ନାମ ହେଉଛି, ଏଇ ଯୀଶୁ ନାମଟା ପିତାଙ୍କର ନାଁ ମଧ୍ୟ, ପୁତ୍ରଙ୍କର ନାଁ ମଧ୍ୟ, ପବିତ୍ର ଆତ୍ମାଙ୍କର ନାଁ ମଧ୍ୟ। ତ ପ୍ରଭୁ ଯୀଶୁ ଯାହା ଶିଷ୍ୟମାନଙ୍କୁ କହିଲେ ତୁମେ ଯେ ସମସ୍ତ ଜାତିର ଲୋକଙ୍କୁ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦିଅ ବୋଲି, ତ ଶିଷ୍ୟମାନେ ଯାଇକି ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମ ଯେ ଯୀଶୁ, ଏଇଟା ସେମାନେ ସମ୍ପୂର୍ଣ୍ଣ କନଫର୍ମ ଜାଣିଲେ, ଆଉ ଯାଇକି ଯୀଶୁଙ୍କ ନାମରେ ବାପ୍ତିସ୍ମ ଦେଲେ। ଆଉ ବାପ୍ତିସ୍ମ ଦେଲା ପରେ ଲୋକମାନେ ପବିତ୍ର ଆତ୍ମା ମଧ୍ୟ ପାଇଛନ୍ତି। ତ ଏଇଥିପାଇଁ ମୋ ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କଲା ପରେ ନିହାତି ବାପ୍ତିସ୍ମ ପ୍ରଭୁ ଭୋଜ ଗ୍ରହଣ କରିବାକୁ ପଡ଼ିବ। ଆଉ ବାପ୍ତିସ୍ମ ପ୍ରଭୁ ଭୋଜ ଗ୍ରହଣ ନ କଲେ କୌଣସି ଲୋକ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରିବ ନାହିଁ କି ଈଶ୍ୱରଙ୍କ ରାଜ୍ୟରେ ଯାଇପାରିବ ନାହିଁ ବୋଲି ଲେଖା ହେଇଛି। ଆଉ ବାପ୍ତିସ୍ମ ନେବାଟା ମଧ୍ୟ ଆମେ ବିଳମ୍ବ କରିହେବ ନାହିଁ। ବାପ୍ତିସ୍ମ ନେବାଟା ମଧ୍ୟ ଯଥାଶୀଘ୍ର, ଯେତେବେଳେ ଆମେ ପ୍ରଭୁ ଯୀଶୁଙ୍କ ବିଷୟରେ ଶୁଣିଲା ପରେ ଯେତେବେଳେ ଆମର ହୃଦୟରେ ଯେ ସତ୍ୟ ପ୍ରଭୁ ଯୀଶୁ ପ୍ରଭୁ ତାଙ୍କ ଛଡ଼ା ବାକି କେହି ନାହିଁ ଏମିତି ଯେତେବେଳେ ବିଶ୍ୱାସ ଲାଗୁଛି ହୃଦୟରେ, ତାହେଲେ ସେହି କ୍ଷଣି ହିଁ ଆମେ ବାପ୍ତିସ୍ମ ନେଇଯିବା ଦରକାର। ଯେମିତି ଲେଖା ହେଇଛି ପ୍ରେରିତ ପୁସ୍ତକ 8:5-13 ପର୍ଯ୍ୟନ୍ତ ଲେଖା ହେଇଛି। ଏଠି ଏମିତି ଲେଖା ହେଇଛି, ପୁଣି ଫିଲିପ ସମୀରଣ ପ୍ରଧାନ ନଗରକୁ ଯାଇ ଲୋକମାନଙ୍କ ନିକଟରେ ଖ୍ରୀଷ୍ଟଙ୍କୁ ଘୋଷଣା କରିବାକୁ ଲାଗିଲେ। ଆଉ ଲୋକ ସମୂହ ଫିଲିପଙ୍କ କଥା ଶୁଣି ଓ ତାଙ୍କ କୃତ ଆଶ୍ଚର୍ଯ୍ୟ କର୍ମ ସବୁ ଦେଖି ଏକଚିତ୍ତରେ ତାଙ୍କ କଥାରେ ମନୋଯୋଗ କରୁଥିଲେ। ତ ଦେଖନ୍ତୁ ଫିଲିପ କ'ଣ କଲେ ନା ସମୀରଣ ମାନଙ୍କର ପ୍ରଧାନ ନଗରକୁ ଯାଇ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରଚାର କରିବାକୁ ଆରମ୍ଭ କଲେ। ଆଉ ଲୋକମାନେ କ'ଣ କଲେ, ଫିଲିପଙ୍କର କଥା ଶୁଣି ଆଉ ଫିଲିପଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଆଶ୍ଚର୍ଯ୍ୟ କର୍ମ ସବୁକୁ ଦେଖିକି ସମସ୍ତ ଲୋକମାନେ କ'ଣ କଲେ ନା ଏକ ଚିତ୍ତରେ ତାଙ୍କ କଥାରେ ମନୋଯୋଗ କରିବାକୁ ଲାଗିଲେ, ତାଙ୍କ କଥା ଶୁଣିବାକୁ ଆରମ୍ଭ କଲେ। ଆଉ 7 ପଦରେ ଲେଖା ହେଇଛି, କାରଣ ଅଶୁଚି ଆତ୍ମାବିଷ୍ଟ ଅନେକ ଲୋକଙ୍କ ଠାରୁ ସେହି ଆତ୍ମା ଗୁଡ଼ାକ ଉଚ୍ଚ ସ୍ୱରରେ ଚିତ୍କାର କରି ବାହାରି ଯିବାକୁ ଲାଗିଲେ। ପୁଣି ଅନେକ ପକ୍ଷାଘାତ ରୋଗୀ ଓ ଖଞ୍ଜ ସୁସ୍ଥ ହେଲେ। ତ ଯେତେବେଳେ ଫିଲିପ ସେଇ ସମୀରଣର ପ୍ରଧାନ ନଗରରେ ପ୍ରଭୁ ଯୀଶୁଙ୍କୁ ପ୍ରଚାର କରିବାକୁ ଆରମ୍ଭ କଲେ, ଆଉ ପ୍ରଚାର କରୁ କରୁ ଆଉ ବହୁତ ଗୁଡ଼ାଏ ଆଶ୍ଚର୍ଯ୍ୟ କର୍ମ ମଧ୍ୟ ପ୍ରଭୁ ତାହାଙ୍କ ଦ୍ୱାରା ସାଧନ କଲେ। ସେ କ'ଣ କଲେ ନା ଫିଲିପଙ୍କ ଆଗରେ ଅନେକ ଅନେକ ଅଶୁଚି ଆତ୍ମା ଗୁଡ଼ାକ ସମ୍ପୂର୍ଣ୍ଣ ଚିତ୍କାର କରି କରି ସେମାନେ ଲୋକମାନଙ୍କ ଠାରୁ ବାହାରିକି ପଳେଇଲେ। ଆଉ ବହୁତ ଲୋକ ମଧ୍ୟ ପକ୍ଷାଘାତ ରୋଗୀ, ଖଞ୍ଜ, এই ପ୍ରକାର ବିଭିନ୍ନ ପ୍ରକାର ରୋଗ ଜ୍ୱରର ଲୋକମାନେ ମଧ୍ୟ ସୁସ୍ଥ ହେବାକୁ ଲାଗିଲେ। ଆଉ 8 ପଦରେ ଲେଖା ହେଇଛି, ସେଥିରେ ସେହି ନଗରରେ ମହା ଆନନ୍ଦ ହେଲା। କିନ୍ତୁ ସିମୋନ ନାମକ ଜଣେ ଲୋକ ଏଥିପୂର୍ବେ ସେହି ନଗରରେ କୁହୁକ କର୍ମ କରି ନିଜକୁ ଜଣେ ମହାପୁରୁଷ ବୋଲି କହି ସମୀରଣୀୟ ଜାତିକି ଆଚମ୍ବିତ କରୁଥିଲା। ତ ଯେତେବେଳେ ଫିଲିପ ଏମିତି ଆଶ୍ଚର୍ଯ୍ୟ କର୍ମ କରିବାକୁ ଷ୍ଟାର୍ଟ କଲେ, ତ ସେତେବେଳେ ସେଇ ନଗରରେ ବହୁତ ଖୁସି ହେଇଗଲେ ଲୋକମାନେ ଯେ ଫିଲିପଙ୍କ ଦ୍ୱାରା ଏମିତି ବିଭିନ୍ନ ପ୍ରକାରର ଆଶ୍ଚର୍ଯ୍ୟ କର୍ମ ଗୁଡ଼ାକ ହେଉଛି, ଏସବୁ ଦେଖିକି ଲୋକମାନେ ଆନନ୍ଦ କଲେ। ଆଉ ସେହି ନଗରରେ ଏହାର ଆଗରେ ଫିଲିପଙ୍କର ପ୍ରଚାର କରି ଫିଲିପ ସେଇ ଜାଗାରେ ଆଶ୍ଚର୍ଯ୍ୟ କର୍ମ ଯେତିକି କରିଥିଲେ, ୟା ଆଗରେ କ'ଣ ହେଇଥିଲା ନା ମାନେ ସିମୋନ ନାମକ ଜଣେ ଲୋକ ଉଠିକି ସେ କ'ଣ କରୁଥିଲା, କୁହୁକ କର୍ମ କରି ନିଜକୁ ଜଣେ ମହାପୁରୁଷ ବୋଲି କହି ସମୀରଣୀୟ ଜାତିକି ଆଚମ୍ବିତ କରୁଥିଲା। ସେ ସେହି ସମୀରଣର ପ୍ରଧାନ ନଗରରେ ସିମୋନ ବୋଲି ଗୋଟେ ଲୋକ ଥିଲେ। ଆଉ ସେଇ ଲୋକ ଫିଲିପ ଯିବା ଆଗରେ ଉଠିକି ସେ କ'ଣ କରୁଥିଲେ ନା ବହୁତ କୁହୁକ କର୍ମ କରି, ବହୁତ ଭୁତୁଡ଼ିଆ କାମ କାର୍ଯ୍ୟ କରି, ବହୁତ ଯନ୍ତ୍ରମନ୍ତ୍ର, ବହୁତ ଏମିତି ଯାଦୁବିଦ୍ୟା କାମ କାର୍ଯ୍ୟ କରିକି ସେଇ ଜାଗାର ଲୋକମାନଙ୍କୁ ଆଚମ୍ବିତ କରିକି ରଖିଦେଉଥିଲେ।
ଆଉ ସେହି ସିମୋନ ସେ ସବୁ ଆଶ୍ଚର୍ଯ୍ୟ କର୍ମ କରି ରଖିଥିବା ହେତୁ ସେ ଲୋକମାନେ ସବୁ ଦେଖି ତା ପଛରେ ଧାଉଁଥିଲେ ଆଉ ତା ପଛରେ ଯାଇକି ଆଶ୍ଚର୍ଯ୍ୟ ହେଇ ତାକୁ ମାନେ ଏ ଗୋଟେ ମହାପୁରୁଷ ବୋଲି ତାକୁ ଦେଖୁଥିଲେ। ଆଉ 9 ପଦରେ ଲେଖା ହେଇଛି, ଈଶ୍ୱରଙ୍କର ଯେଉଁ ଶକ୍ତିକୁ ମହାନ ବୋଲି କୁହାଯାଏ, ସାନ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏ ସେହି ବ୍ୟକ୍ତି ବୋଲି କହି ତାହାକୁ ମାନ୍ୟ କରୁଥିଲେ। ତ ସେଇ ସମୀରଣର ପ୍ରଧାନ ନଗରର ଲୋକମାନେ କ'ଣ କରୁଥିଲେ ନା ଏଇ ଯେଉଁ ସିମୋନଙ୍କ ଦ୍ୱାରା ଯେତିକି ମାନେ କୁହୁକ କର୍ମ ଗୁଡ଼ାକ ଦେଖିକି ଯେତିକି ଏଇ ଯନ୍ତ୍ର ମନ୍ତ୍ର ଯାଦୁ ବିଦ୍ୟା କାମ କାର୍ଯ୍ୟ ସବୁ ଦେଖି ଗୁଣିଗାଦି କାମ କାର୍ଯ୍ୟ ଦେଖିକି କ'ଣ କରୁଥିଲେ ନା ସାନ ଠାରୁ ବଡ଼ ପର୍ଯ୍ୟନ୍ତ ଏ ଏକା ସେହି ମହାନ ବ୍ୟକ୍ତି ବୋଲି ତାକୁ ସମସ୍ତେ ମାନ୍ୟ କରୁଥିଲେ। ଆଉ 11 ପଦରେ ଲେଖା ହେଇଛି, ସେମାନେ ତାହାକୁ ମାନ୍ୟ ଥିବାର କାରଣ ଏହି ଯେ ସେ ବହୁ କାଳ ହେଲା ନିଜ କୁହୁକ କର୍ମ ଦ୍ୱାରା ସେମାନଙ୍କୁ ଆଚମ୍ବିତ କରୁଥିଲା। ତ କାହିଁକି ସେଇ ସିମୋନକୁ ସେହି ସମୀରଣର ପ୍ରଧାନ ନଗରର ଲୋକମାନେ ମାନ୍ୟ କରୁଥିଲେ? ମାନେ ଫିଲିପ ଯିବା ପୂର୍ବରୁ ସେ ସିମୋନ କ'ଣ କରୁଥିଲା ନା ତାର କୁହୁକ କର୍ମ କରି ସେଥିରେ ଯେତିକି ଲୋକମାନେ ଥିଲେ ସେ ସମସ୍ତଙ୍କୁ ସେ ବହୁତ ଦିନ ଧରିକି ଏମିତି ଆଶ୍ଚର୍ଯ୍ୟ କର୍ମ କରି କରି ସେମାନଙ୍କୁ ଦେଖାଉଥିଲା। ଆଉ ସେଇଟା ଦେଖିକି ସେମାନେ ସମସ୍ତେ କ'ଣ ହେଇଯାଉଥିଲେ ନା ସମସ୍ତେ ଆଚମ୍ବିତ ହେଇଯାଉଥିଲେ। ଆଉ 12 ପଦରେ ଲେଖା ହେଇଛି, କିନ୍ତୁ ଫିଲିପ ଈଶ୍ୱରଙ୍କ ରାଜ୍ୟ ଓ ଯୀଶୁ ଖ୍ରୀଷ୍ଟଙ୍କ ନାମ ବିଷୟକ ସୁସମାଚାର ପ୍ରଚାର କରିବାରୁ ସେମାନେ ଯେତେବେଳେ ତାଙ୍କ କଥାରେ ବିଶ୍ୱାସ କଲେ ସେତେବେଳେ ପୁରୁଷ ଓ ସ୍ତ୍ରୀ ଉଭୟ ବାପ୍ତିଜିତ ହେବାକୁ ଲାଗିଲେ। ତ ଦେଖନ୍ତୁ ମୋର ପ୍ରିୟ ଭାଇ ଭଉଣୀମାନେ, ଏଇ ଯେଉଁ 12 ପଦରେ ଲେଖା ହେଇଛି, ଫିଲିପ ଯେତେବେଳେ ଈଶ୍ୱରଙ୍କ ରାଜ୍ୟ ବିଷୟ ପ୍ରଚାର କଲେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମ ସେଠି ଘୋଷଣା କଲେ, ସୁସମାଚାରଟା ଯେତେବେଳେ ଫିଲିପ ସେହି ସମୀରଣର ପ୍ରଧାନ ନଗରରେ ପ୍ରଚାର କଲେ, ତ ସେତେବେଳେ ଫିଲିପଙ୍କ କଥାରେ ସେହି ପ୍ରଧାନ ନଗରର ଲୋକମାନେ ସମସ୍ତେ ବିଶ୍ୱାସ କଲେ। ଆଉ ବିଶ୍ୱାସ କଲା ପରେ ସେମାନେ କ'ଣ କଲେ ନା ପୁରୁଷ ଆଉ ସ୍ତ୍ରୀ ସେଇ ବିଶ୍ୱାସ କରିବା ସାଙ୍ଗେ ସାଙ୍ଗେ ସେମାନେ ବାପ୍ତିସ୍ମ ନେଇଗଲେ। ଆଉ 13 ପଦରେ ସିମୋନ ନିଜେ ମଧ୍ୟ ବାପ୍ତିସ୍ମ ନେଇଗଲେ। ସେଇ କୁକ କର୍ମ କରିବା ବ୍ୟକ୍ତି ସେ ମଧ୍ୟ ନିଜେ ବାପ୍ତିସ୍ମ ନେଇଯାଇଛନ୍ତି, ଯାହା 13 ପଦରେ ଆମେ ପାଠ କରିକି ଶିକ୍ଷା କରିପାରିବା। ଏଠି ଲେଖା ହେଇଛି 13 ପଦରେ, ଆଉ ସିମୋନ ନିଜେ ମଧ୍ୟ ବିଶ୍ୱାସ କରି ବାପ୍ତିଜିତ ହେଲା ଓ ଫିଲିପଙ୍କ ସାଙ୍ଗେ ସାଙ୍ଗେ ରହିଲା। ଆଉ ନାନା ଲକ୍ଷଣ ଓ ମହା ଶକ୍ତିର କର୍ମ ଦେଖି ଆଚମ୍ବିତ ହେବାକୁ ଲାଗିଲା। ତ ଦେଖନ୍ତୁ ମୋର ପ୍ରିୟ ଭାଇ ଭଉଣୀମାନେ, ଯେଉଁ ସିମୋନ କି ବହୁତ ଲୋକମାନଙ୍କୁ ନିଜର କୁହୁକ କର୍ମ କରିକି ଲୋକମାନଙ୍କୁ ତାର ପଛରେ ଟାଣି ନେଉଥିଲା, ମାତ୍ର ଯେତେବେଳେ ଫିଲିପ ଯାଇକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସୁସମାଚାରକୁ ପ୍ରଚାର କରିବାକୁ ଆରମ୍ଭ କଲେ, ତ ସେତେବେଳେ ସେ ସିମୋନ ମଧ୍ୟ ବିଶ୍ୱାସ କଲା। ଆଉ ବିଶ୍ୱାସ କରି ସେ ନିଜେ ମଧ୍ୟ ବାପ୍ତିସ୍ମ ନେଲା। ତାପରେ ସେ ଫିଲିପଙ୍କ ସାଙ୍ଗେ ସାଙ୍ଗେ ରହିକି ପ୍ରଭୁ ଯୀଶୁଙ୍କ ଦ୍ୱାରା ଯେତିକି ଆଶ୍ଚର୍ଯ୍ୟ କର୍ମ ଗୁଡ଼ାକ ଫିଲିପଙ୍କ ଦ୍ୱାରା ସାଧିତ କରୁଥିଲେ ପ୍ରଭୁ ଯୀଶୁ, ସେ ସବୁକୁ ଦେଖି ନିଜେ ମଧ୍ୟ ସେ ଆଚମ୍ବିତ ହେଇଗଲା। ତ ଦେଖନ୍ତୁ ମୋର ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କଲା ପରେ ବାପ୍ତିସ୍ମ ନିହାତି ନେବାକୁ ପଡ଼ିବ। ଆଉ ବାପ୍ତିସ୍ମ ମଧ୍ୟ କୌଣସି ବିଳମ୍ବ ନ କରିକି ଯଥାଶୀଘ୍ର ବାପ୍ତିସ୍ମ ନେବା ଦରକାର। ଆଉ ମଧ୍ୟ ଲେଖା ହେଇଛି ଯଥାଶୀଘ୍ର ବାପ୍ତିସ୍ମ ନେବା ବିଷୟରେ, ଯାହା ଆମେ ଏହି ପ୍ରେରିତ ପୁସ୍ତକ 8ର 36, 37, 38 ଏତିକି ଜାଗାରେ ଆମେ ଦେଖୁଛୁ। ଏଠି ମଧ୍ୟ ଲେଖା ହେଇଛି ଜଣେ ଯଥାଶୀଘ୍ର ବାପ୍ତିସ୍ମ ନେଇଯାଇଛନ୍ତି। 36 ପଦରେ ଏମିତି ଲେଖା ହେଇଛି, ଆଉ ସେମାନେ ପଥରେ ଯାଉ ଯାଉ କୌଣସି ଗୋଟିଏ ଜଳାଶୟ ନିକଟରେ ଉପସ୍ଥିତ ହେଲେ। ସେଥିରେ ନପୁଂସକ କହିଲେ, ଏଠାରେ ତ ଜଳ ଅଛି, ମୋହର ବାପ୍ତିଜିତ ହେବା ନିମନ୍ତେ କ'ଣ ବାଧା ଅଛି? ତ ଦେଖନ୍ତୁ ଫିଲିପ ଆଉ ନପୁଂସକ ଘଟଣା, ଯେତେବେଳେ ନପୁଂସକ ଯିଶାୟ ଭାବବାଦୀଙ୍କ ଶାସ୍ତ୍ର ପାଠ କରିକି ଯାଉଥିଲେ, ତ ସେତେବେଳେ ସେଇ ଶାସ୍ତ୍ରରେ କାହାର ବିଷୟରେ ଲେଖା ହେଇଛି ସେଇଟା ନପୁଂସକ ଜାଣିନଥିଲେ। ସେତେବେଳେ ଫିଲିପଙ୍କୁ ପ୍ରଭୁଙ୍କର ଆତ୍ମା କହିଲେ ଯେ ତମେ ଯାଇ ଲୋକଙ୍କର ସାଙ୍ଗ ଧର, ଆଉ ଏ ଲୋକ ଯାହା ପଢୁଛି ସେଇଟା ସେ ବୁଝିପାରୁନି, ତମେ ଯାଇକି ବୁଝାଅ। ତ ଯେତେବେଳେ ପ୍ରଭୁଙ୍କର ଆତ୍ମା ଫିଲିପଙ୍କୁ କହିଲା ପରେ ଯାଇକି ନପୁଂସକକୁ ଫିଲିପ ଯାଇ ପଚାରୁଛନ୍ତି, ଆପଣ ଯେଉଁ ଶାସ୍ତ୍ର ପାଠ କରୁଛନ୍ତି ଏଇଟା କ'ଣ ବୁଝିପାରୁଛନ୍ତି ବୋଲି ପଚାରିଲା ପରେ ଫିଲିପକୁ ନପୁଂସକ କହୁଛି, କେହି ବୁଝେଇ ନଦେଲେ ମୁଁ କେମିତି ବୁଝିବି ବୋଲି। ତାପରେ ସେଇ ଯିଶାୟ ଭାବବାଦୀଙ୍କ ପୁସ୍ତକ ଯେତେବେଳେ ସେ ପାଠ କରୁଥିଲେ, ତ ସେଇ ଜାଗାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଯିଶାୟ ଭାବବାଣୀ କରିକି କହିଥିଲେ। ତ ସେଇଟା ନିଜ ବିଷୟରେ ଯିଶାୟ କହିନଥିଲେ, ଏଇଟା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଭାବବାଣୀ କରିକି ଏଇ ବ୍ୟକ୍ତି କହିଥିଲେ, ଏଇ ଯିଶାୟ କହିଥିଲେ। ଆଉ ଏଇ ଭାବବାଣୀ ଯୀଶୁ ପ୍ରଭୁଙ୍କ ବିଷୟରେ ହେଇଥିଲା। ଏଇଟା ଫିଲିପ ନପୁଂସକକୁ ସମ୍ପୂର୍ଣ୍ଣ ବୁଝେଇ ଦେବା ଦ୍ୱାରା, ସେ ରାସ୍ତାରେ ବୁଝେଇ ଦେବା ଦ୍ୱାରା ଏକା ଫିଲିପଙ୍କର କଥାକୁ ସେ ଶୁଣିକି ପ୍ରଭୁ ଯୀଶୁଙ୍କ ଠାରେ ବିଶ୍ୱାସ କରି ସେ ବାପ୍ତିସ୍ମ ସେଇକ୍ଷଣି ନେବାକୁ ଇଚ୍ଛା କଲେ। ଆଉ 37 ପଦରେ ଲେଖା ହେଇଛି, ଫିଲିପ କହିଲେ,
ଆପଣ ସମସ୍ତ ଅନ୍ତଃକରଣ ସହିତ ଯଦି ବିଶ୍ୱାସ କରନ୍ତି ତାହେଲେ ହୋଇପାରେ। ସେଥିରେ ସେ ଉତ୍ତର ଦେଲେ, ଯୀଶୁ ଖ୍ରୀଷ୍ଟ ଯେ ଈଶ୍ୱରଙ୍କ ପୁତ୍ର ଏହା ମୁଁ ବିଶ୍ୱାସ କରୁଅଛେ। ଆଉ 38 ପଦ ଲେଖା ହେଇଛି, ପୁଣି ସେ ରଥ ଠିଆ କରିବାକୁ ଆଜ୍ଞା ଦେଲେ। ଆଉ ଫିଲିପ ଓ ନପୁଂସକ ଉଭୟ ଜଳ ଭିତରକୁ ଓହ୍ଲେଇ ଗଲେ। ଆଉ ଫିଲିପ ତାଙ୍କୁ ବାପ୍ତିସ୍ମ ଦେଲେ। ତ ଦେଖନ୍ତୁ ମୋର ପ୍ରିୟ ଭାଇ ଭଉଣୀମାନେ, ଏଇ ଜାଗାରେ ଆମେ ଦେଖୁଛୁ ଯେ ଯେତେବେଳେ ପ୍ରଭୁ ଯୀଶୁଙ୍କ ବିଷୟରେ ଫିଲିପ ନପୁଂସକଙ୍କ ଠାରେ ପ୍ରକାଶ କଲେ, ପ୍ରଚାର କଲେ, ତ ସେତେବେଳେ ସାଙ୍ଗେ ସାଙ୍ଗେ ନପୁଂସକ କ'ଣ କଲେ ନା ବାପ୍ତିସ୍ମ ନେଇଗଲେ। କି ଆଉ ମଧ୍ୟ ଆମେ ଦେଖୁଛୁ ଯେ ଅତି ଜଲ୍ଦି ସାଙ୍ଗେ ସାଙ୍ଗେ ବାପ୍ତିସ୍ମ ନେଇଯିବାଟା, ଯାହା ପ୍ରେରିତ ପୁସ୍ତକ 22-16 ପଦରେ ପାଉଲଙ୍କ ବିଷୟରେ ମଧ୍ୟ ପାଉଲ ନିଜେ ସାକ୍ଷ୍ୟ ଦେଉଛନ୍ତି। ସେ କେମିତି ଯଥାଶୀଘ୍ର ବାପ୍ତିସ୍ମ ନେଇଯାଇଛନ୍ତି ଏ ବିଷୟରେ ଆମେ ଦେଖିପାରୁଛୁ। ପ୍ରେରିତ 22-16 ପଦରେ ଲେଖା ହେଇଛି, 16 ପଦରେ ଏମିତି ଲେଖା ହେଇଛି, ଆଉ ଏବେ ତୁମେ କାହିଁକି ବିଳମ୍ବ କରୁଅଛ? ଉଠ, ବାପ୍ତିଜିତ ହୁଅ, ତାହାଙ୍କ ନାମରେ ପ୍ରାର୍ଥନା କରି ଆପଣ ପାପ ସବୁ ଧୋଇ ପକାଅ। ତ ଦେଖନ୍ତୁ ମୋର ପ୍ରିୟ ଭାଇ ଭଉଣୀମାନେ, ଏହି ଯେଉଁ ପ୍ରେରିତ 22-16 ପଦରେ ପାଉଲ ନିଜ ବିଷୟରେ ସାକ୍ଷ୍ୟ ଦେଉଛନ୍ତି ଯେ ତାଙ୍କୁ ପ୍ରଭୁ କେମିତି କହିଲେ ବୋଲି ସେ ନିଜେ ସାକ୍ଷ୍ୟ ଦେଉଛନ୍ତି। ଆଉ ଏବେ ତୁମେ କାହିଁକି ବିଳମ୍ବ କରୁଅଛ? ଉଠ, ବାପ୍ତିଜିତ ହୁଅ, ପୁଣି ତାହାଙ୍କ ନାମରେ ପ୍ରାର୍ଥନା କରି ଆପଣ ପାପ ସବୁ ଧୋଇ ପକାଅ। ତ ଯଥାଶୀଘ୍ର ତମେ ଉଠିକି ବାପ୍ତିସ୍ମ ନେଇଯାଅ। ତମେ ଆଉ କାହିଁକି ବିଳମ୍ବ କରୁଅଛ? ଆଉ ପ୍ରଭୁ ଯୀଶୁଙ୍କ ନାମରେ ପ୍ରାର୍ଥନା କରି ନିଜ ପାପକୁ ତମେ ସମ୍ପୂର୍ଣ୍ଣ ଧୈତ କରିଦିଅ, ଧୋଇ ପକାଅ ବୋଲି ମୋତେ ଏହି ବାଣୀ ମଧ୍ୟ କୁହାଯାଇଥିଲା ବୋଲି ପାଉଲ ସାକ୍ଷ୍ୟ ଦେଇକି କହୁଛନ୍ତି। ତ ଏଥିପାଇଁ ମୋର ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କଲା ପରେ ବାପ୍ତିସ୍ମ ନେବାକୁ ନିହାତି ଦରକାର ଅଛି। ଆଉ ବାପ୍ତିସ୍ମ ମଧ୍ୟ କୌଣସି ଲେଟ୍ ନ କରିକି ଯେତେବେଳେ ଆମେ ପ୍ରଭୁ ଯୀଶୁଙ୍କ ବିଷୟରେ ଶୁଣୁଛୁ, ବୁଝୁଛୁ, ସାଙ୍ଗେ ସାଙ୍ଗେ ବାପ୍ତିସ୍ମ ନେଇଯିବାଟା ବହୁତ ଭଲ ଥିବ। ଯେମିତି ସେ କାରାରକ୍ଷକର ପରିବାର ମଧ୍ୟ ନେଇଥିଲେ, ଯାହା ପାଉଲ ଆଉ ସିଲା ଦି ଜଣଙ୍କୁ ଧରିକି ବନ୍ଦୀ କରିଥିଲେ। ଆଉ ସେହି ରାତ୍ରରେ ସେଇ କାରାରକ୍ଷକର ପରିବାର ପ୍ରଭୁଙ୍କ ବିଷୟରେ ଜାଣିଲେ, ବୁଝିଲେ। ସେଇ କାରାରକ୍ଷକର ପରିବାରକୁ ପାଉଲ ଯେମିତି ପ୍ରଭୁଙ୍କ ବିଷୟରେ ପ୍ରଚାର କରିକି ଶୁଣେଇଲେ, ଆଉ ତା ଶୁଣିବା ମାତ୍ରେ ସେମାନେ ବାପ୍ତିସ୍ମ ନେଇଯାଇଛନ୍ତି। ସେଇ ରାତିରେ ହିଁ ବାପ୍ତିସ୍ମ ସେମାନେ ନେଇଯାଇଛନ୍ତି, ଯାହା ଆମେ ଦେଖିପାରୁଛୁ। ଏଇଟା ସେଇ ପ୍ରେରିତ ପୁସ୍ତକ 16 ଅଧ୍ୟାୟର 25-33 ପର୍ଯ୍ୟନ୍ତ ଲେଖା ହେଇଛି। ଏଠି ଏମିତି ଲେଖା ହେଇଛି, କିନ୍ତୁ ପ୍ରାୟ ମଧ୍ୟରାତ୍ରରେ ପାଉଲ ଓ ସିଲା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି ସ୍ତବଗାନ କରୁଥିଲେ, ଆଉ ବନ୍ଦୀମାନେ ଶୁଣୁଥିଲେ। ସେତେବେଳେ ହଠାତ୍ ଏପରି ମହାଭୂମିକମ୍ପ ହେଲା ଯେ କାରାଗାରରେ ଭିତ୍ତିମୂଳ କମ୍ପିବାକୁ ଲାଗିଲା, ଆଉ ତତ୍କ୍ଷଣାତ୍ ସମସ୍ତ ଦ୍ୱାର ମେଲା ହୋଇଗଲା। ପୁଣି ପ୍ରତ୍ୟେକ ଜଣର ବନ୍ଧନ ଫିଟିଗଲା। ଏଥିରେ କାରାରକ୍ଷକ ନିଦ୍ରାରୁ ଉଠି କାରାଗାର ଦ୍ୱାର ମେଲା ହେବା ଦେଖି ବନ୍ଦୀମାନେ ପଳେଇ ଯାଇ ଅଛନ୍ତି ବୋଲି ମନେକରି ଖଣ୍ଡା ବାହାର କରି ଆପଣଙ୍କୁ ବଧ କରିବାକୁ ଯାଉଥିଲେ। କିନ୍ତୁ ପାଉଲ ଉଚ୍ଚସ୍ୱରରେ ଡାକି କହିଲେ, ଆପଣଙ୍କ କୌଣସି କ୍ଷତି କରୁନାହିଁ, କାରଣ ଆମେମାନେ ସମସ୍ତେ ଏଠାରେ ଅଛୁ। ସେଥିରେ ସେ ଦୀପ ଆଣିବାକୁ କହି ଡେଇଁ ପଡ଼ି ଭୟରେ ଥରି ଥରି ପାଉଲ ଓ ସିଲାଙ୍କ ସମ୍ମୁଖରେ ପଡ଼ିଗଲେ। ଆଉ ସେମାନଙ୍କୁ ବାହାରକୁ ଆଣି କହିଲେ, ମହାଶୟମାନେ, ପରିତ୍ରାଣ ପାଇବା ନିମନ୍ତେ ମୋତେ କ'ଣ କରିବାକୁ ହେବ? ସେମାନେ କହିଲେ, ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କର, ତାହେଲେ ତୁମେ ସହପରିବାରରେ ପରିତ୍ରାଣ ପାଇବ। ପରେ ସେମାନେ ତାଙ୍କୁ ଓ ତାଙ୍କ ଗୃହରେ ଥିବା ସମସ୍ତଙ୍କୁ ଈଶ୍ୱରଙ୍କ ବାକ୍ୟ କହିଲେ। ଆଉ ସେମାନଙ୍କୁ ରାତ୍ରିର ସେଇ ଘଡ଼ିରେ ଘେନିଯାଇ ସେମାନଙ୍କ ପ୍ରହାରର କ୍ଷତ ସବୁ ଧୋଇଦେଲେ। ପୁଣି ସେ ଓ ତାହାଙ୍କର ସମସ୍ତେ ସେଇକ୍ଷଣି ବାପ୍ତିଜିତ ହେଲେ। ତ ଦେଖନ୍ତୁ ମୋର ପ୍ରିୟ ଭାଇ ଭଉଣୀମାନେ, ଯେତେବେଳେ ପାଉଲ ଆଉ ସିଲାଙ୍କୁ ନେଇକି ବନ୍ଦିଶାଳାରେ ବନ୍ଦୀ କରିଥିଲେ, ଆଉ ସେ ବନ୍ଦିଶାଳାରେ ପାଉଲ ଆଉ ସିଲା ଦି ଜଣ ଅର୍ଦ୍ଧରାତ୍ରରେ ଉଠିକି ଈଶ୍ୱରଙ୍କର ସ୍ତବଗାନ କରୁଥିଲେ। ଆଉ ସେହି ସମୟରେ ମହାଭୂମିକମ୍ପ ହେଲା। ଭୂମିକମ୍ପ ହେବା ଦ୍ୱାରା ଜେଲର କବାଟ ସବୁ ଫିଟିଗଲା। ଆଉ ଜେଲର କବାଟ ଫିଟିଗଲା ପରେ କାରାରକ୍ଷକ ନିଦ୍ରାରୁ ଉଠିକି ଦେଖୁଛି ଯେ କବାଟ ସବୁ ମେଲା ହେଇଯାଇଛି। ଆଉ ସେ ଭାବିଲା ଯେ ସମସ୍ତେ କଏଦୀ ଏଠୁ ପଲେଇ ଯାଇଥିବେ ବୋଲି। ତାପରେ ସେ କ'ଣ କଲା ନା ସରକାରର ଠାରୁ ଯାଇ ଦଣ୍ଡ ପାଇବା ବଦଳରେ ମୁଁ ନିଜେ ହତ୍ୟା ହେଇକି ମରିଯିବାଟା ମୋ ପାଇଁ ଭଲ ବୋଲି ସେ କ'ଣ କଲା ନା ଗୋଟେ ଖଣ୍ଡା ବାହାର କରିକି ନିଜକୁ ସେ ଆତ୍ମହତ୍ୟା କରିବାକୁ ଯାଉଥିଲେ। ସେତେବେଳେ ପାଉଲ ତାକୁ କହୁଛନ୍ତି, ନିଜର କୌଣସି କ୍ଷତି କର ନାହିଁ, ଆମେ ସମସ୍ତେ ଏଠାରେ ଅଛୁ, ତମେ ଏମିତି ନିଜକୁ ମାରିଦିଅ ନାହିଁ ବୋଲି ପାଉଲ ତାଙ୍କୁ ଡାକିକି ମନା କରିଦେଲେ। ସେତେବେଳେ ସେ ଲୋକ କ'ଣ କଲା ନା ଥରିକି ଭୟ କରି ଦୀପ ଗୋଟେ ଆଣିକି ସେ ପାଉଲଙ୍କର ଚରଣତଳେ ଯାଇ ପଡ଼ିଗଲା। ଆଉ ସେତେବେଳେ ସେ ପାଉଲଙ୍କୁ ଆଉ ସିଲାକୁ ପଚାରୁଛି, ମହାଶୟମାନେ, ପରିତ୍ରାଣ ପାଇବା ପାଇଁ ଆମେ କ'ଣ କରିବୁ, ଆମକୁ କ'ଣ କରିବାକୁ ପଡ଼ିବ ବୋଲି ପାଉଲ ଆଉ ସିଲାଙ୍କୁ ସେଇ କାରାରକ୍ଷକ ଯାଇକି ପଚାରୁଛି। ତ ସେତେବେଳେ କାରାରକ୍ଷକଙ୍କୁ
ପାଉଲ କହୁଛନ୍ତି ତମେ ଯଦି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବ ତାହେଲେ ତମର ସପରିବାର ପରିତ୍ରାଣ ପାଇଯିବ। ଏହି କଥା ଶୁଣିଲା ପରେ ସେମାନେ ଈଶ୍ୱରଙ୍କ ବାକ୍ୟ ଶୁଣିଲା ପରେ ସେଇ କ୍ଷଣି ମନ ପରିବର୍ତ୍ତନ କଲେ। ମନ ପରିବର୍ତ୍ତନ କଲା ପରେ ସେଇ ରାତ୍ରିରେ ହିଁ ସେମାନେ ବାପ୍ତିସ୍ମଟା ନେଇଗଲେ। ତ ଏଥିପାଇଁ ମୋର ପ୍ରିୟର ଭାଇ ଓ ଭଉଣୀମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କଲା ପରେ ନିହାତି ବାପ୍ତିସ୍ମ ପ୍ରଭୁ ଭୋଜ ଗ୍ରହଣ କରିବାକୁ ପଡ଼ିବ। ଆଉ ବାପ୍ତିସ୍ମ ନ ନେଲେ କୌଣସି ଲୋକ ପ୍ରଭୁଙ୍କ ରାଜ୍ୟରେ ପ୍ରବେଶ କରିପାରିବ ନାହିଁ, ପ୍ରଭୁଙ୍କ ରାଜ୍ୟ ଦେଖି ମଧ୍ୟ ପାରିବ ନାହିଁ। ଆଉ ବାପ୍ତିସ୍ମ ମଧ୍ୟ ଆମେ ଯଥାଶୀଘ୍ର ନେବା ଦରକାର। ବାପ୍ତିସ୍ମ ନେବାଟାକୁ ବିଳମ୍ବ କରିବାଟା ଠିକ ହେବ ନାହିଁ। କି ଆଉ ମଧ୍ୟ ବାପ୍ତିସ୍ମ ନେଲା ପରେ ଗୋଟେ ବିଶ୍ୱାସୀ କେମିତି ଜୀବନ କାଟିବା ଦରକାର ସେଇଟା ମଧ୍ୟ ଆମେ ଜାଣିଥିବା ଦରକାର। ଯେ ବାପ୍ତିସ୍ମ ନେଲା ପରେ ଗୋଟେ ବିଶ୍ୱାସୀ କେମିତି ଜୀବନ କାଟିବା କଥା। ଯେମିତି ବାଇବଲରେ ଲେଖା ହେଇଛି, ରୋମିଓ ପୁସ୍ତକ 6:3-4 ଲେଖା ହେଇଛି, ବାପ୍ତିସ୍ମ ନେଲା ପରେ ଆମେ ଯେ ସମ୍ପୂର୍ଣ୍ଣ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରି ପ୍ରଭୁଙ୍କର ବାକ୍ୟ ଅନୁସାରେ ହିଁ ଜୀବନ କାଟି ହେବ। ଆମ ସମସ୍ତଙ୍କର ପୁରାତନ ସ୍ୱଭାବ ପ୍ରତି ଆମେ ମରିଯିବାକୁ ପଡ଼ିବ। ପୁରାତନ କାମକାଜ କିଛି ବି କରିହେବ ନାହିଁ। ଏଇଟା ଲେଖା ହେଇଛି ଏହି ରୋମିଓ ପୁସ୍ତକ 6:3-4 ଲେଖା ହେଇଛି। ଏମିତି ଲେଖା ହେଇଛି ଯେ ଆମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ବାପ୍ତିଜିତ ହୋଇଅଛୁ, ସମସ୍ତେ ଯେ ତାହାଙ୍କ ମରଣରେ ବାପ୍ତିଜିତ ହୋଇଅଛୁ, ଏହା କି ତୁମେମାନେ ଜାଣ ନାହିଁ? ତ ଦେଖନ୍ତୁ, ଏଠି ମଧ୍ୟ ପ୍ରଭୁଙ୍କର ପ୍ରିୟ ଶିଷ୍ୟ ପାଉଲ ବୁଝାଉଛନ୍ତି, ଆମେ ଯେତିକି ଲୋକ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବାପ୍ତିସ୍ମ ନେଇଛୁ, ଆମେ ସମସ୍ତେ ପ୍ରଭୁ ଯୀଶୁଙ୍କ ମରଣରେ ବାପ୍ତିସ୍ମ ନେଇଛୁ। ଏଟା ତମେ ଜାଣିନ କି ବୋଲିକି ବୁଝାଉଛନ୍ତି। ଆଉ 4 ଲେଖା ହେଇଛି, ଅତଏବ ଆମ୍ଭେମାନେ ବାପ୍ତିସ୍ମ ଦ୍ୱାରା ମରଣରେ ତାହାଙ୍କ ସହିତ ସମାଧି ପ୍ରାପ୍ତ ହୋଇଅଛୁ, ଯେପରି ଖ୍ରୀଷ୍ଟ ପିତାଙ୍କ ଗୌରବ ଦ୍ୱାରା ମୃତ୍ୟୁମାନଙ୍କ ମଧ୍ୟରୁ ଯେଉଁ ପ୍ରକାରରେ ଉତ୍ଥାପିତ ହେଲେ, ଆମ୍ଭେମାନେ ମଧ୍ୟ ସେହି ପ୍ରକାରରେ ଜୀବନର ନୂତନ ଭାବରେ ଆଚରଣ କରୁ। ତ ଦେଖନ୍ତୁ, ଯେମିତି ପ୍ରଭୁ ଯୀଶୁଖ୍ରୀଷ୍ଟ ଯେମିତି ପିତାଙ୍କର ଗୌରବ ପାଇଁ ବୋଲିକି ମରିକି ଉଠିଲେ, ତ ଠିକ ଏମିତି ଏକା ଆମେ ମଧ୍ୟ କ'ଣ କରିବା ଦରକାର ନା, ଯେତେବେଳେ ଆମେ ବାପ୍ତିସ୍ମ ନେଉଛୁ ସେତେବେଳେ ଆମେ ମଧ୍ୟ ସମସ୍ତ ପ୍ରକାରର ଆମର ପାପର କାମ କାର୍ଯ୍ୟ, ପାପର ଚରିତ୍ର, ପାପର ସ୍ୱଭାବ ପ୍ରତି ଆମେ ମରିଯାଇକି ଆମେ ନୂଆ ଜୀବନ ବିତାଇବା ପାଇଁ ବୋଲି ବାପ୍ତିସ୍ମ ନେଇକି ଉଠିବା ଦରକାର। ଆଉ ବାପ୍ତିସ୍ମ ନେଲା ଦିନ ଠାରୁ ଆମେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଜୀବନ କାଟିବା ଦରକାର। ଆମେ ସମ୍ପୂର୍ଣ୍ଣ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସମସ୍ତ ଶିକ୍ଷାର ଅନୁସାରେ ଆମେ ଜୀବନ ବିତାଇବା ଦରକାର। ଆଉ ଆମେ କୌଣସି ପ୍ରକାରର ସେଇ ପୁରୁଣା କାମ କାର୍ଯ୍ୟ କରିବା କଥା ନାହିଁ ଯାହା ବାଇବଲ ଆମକୁ ମନା କରୁଛି। ତ ବାପ୍ତିସ୍ମ ନେଲା ପରେ ଏମିତି ରହିବା ଦରକାର। କି ଆଉ ମଧ୍ୟ ବାପ୍ତିସ୍ମ ନେଲା ପରେ ଆମେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବସ୍ତ୍ର ପରି ପରିଧାନ କରୁଛୁ। ଆମେ ଯେତେବେଳେ ବାପ୍ତିସ୍ମ ନେଉଛୁ ସେତେବେଳେ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବସ୍ତ୍ର ପିନ୍ଧିଲା ପରିକି ପରିଧାନ କରୁଛୁ। ଏ ବିଷୟରେ ମଧ୍ୟ ଲେଖା ହେଇଛି ଗାଲାତୀୟ ପୁସ୍ତକ 3:27 ଲେଖା ହେଇଛି। ଏଠି ଏମିତି ଲେଖା ହେଇଛି, ଯେଣୁ ତୁମେମାନେ ଯେତେ ଲୋକ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛ, ତୁମେମାନେ ସମସ୍ତେ ଖ୍ରୀଷ୍ଟଙ୍କୁ ପରିଧାନ କରିଅଛ। ତ ଦେଖନ୍ତୁ ମୋର ପ୍ରିୟ ଭାଇ ଭଉଣୀମାନେ, ଏଠି ମଧ୍ୟ ପାଉଲ ଶିକ୍ଷା ଦେଇ କହୁଛନ୍ତି, ତୁମେମାନେ ଯେତେ ଲୋକ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛ, ତୁମେମାନେ ସମସ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବସ୍ତ୍ର ପିନ୍ଧିଲା ପରେ ପିନ୍ଧି ଦେଇଛ ବୋଲିକି ଏଠି ପାଉଲ ଶିକ୍ଷା ଦେଉଛନ୍ତି। ତା ମାନେ ଆମେ ଯେତେ ଲୋକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ଯାଇ ବାପ୍ତିସ୍ମ ନେଉଛୁ, ଆମେ ସମସ୍ତେ କ'ଣ କରୁଛୁ? ବସ୍ତ୍ର ପିନ୍ଧିଲା ପରି ପ୍ରଭୁ ଯୀଶୁଙ୍କୁ ପିନ୍ଧୁଛୁ। ତାମାନେ ଆମେ ଯେମିତି ବସ୍ତ୍ର ପିନ୍ଧିଲେ ଆମ ନିଜ ଶରୀର ଦେଖାନଯାଇ ବସ୍ତ୍ର ଦେଖାଯିବ, ତ ଠିକ ଏମିତି ଏକା ବାପ୍ତିସ୍ମ ନେଲେ ମଧ୍ୟ ଆମର ଆଉ କୌଣସି ଚରିତ୍ର, ଆମ ନିଜ ପୁରୁଣା ସ୍ୱଭାବ ଯାହା ଥିଲା ସେଇ ସବୁ ଆଉ ଦେଖାନଯାଇ କେବଳ ପ୍ରଭୁ ଯୀଶୁଙ୍କର ସ୍ୱଭାବ ଦେଖାଯିବ। ଆମର ନିଜ ଶରୀର ଠାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସମସ୍ତ ଆଜ୍ଞା ପାଳନ କରିକି, ପ୍ରଭୁ ଯୀଶୁ ଯେମିତି ପ୍ରେମମୟ, ପ୍ରଭୁ ଯୀଶୁ ଯେମିତି ଦୟାମୟ, ପ୍ରଭୁ ଯୀଶୁ ଯେମିତି କ୍ଷମାମୟ, ପ୍ରଭୁ ଯୀଶୁ ଯେମିତି ନତ ନମ୍ର, ପ୍ରଭୁ ଯୀଶୁ ଯେମିତି ସୂଚି, ପବିତ୍ର, ସିଦ୍ଧ, ଧାର୍ମିକ, ଏଇ ସବୁ ସ୍ୱଭାବ ଆମଠାରେ ମଧ୍ୟ ଦେଖାଯିବ। ତ ଆମେ ମଧ୍ୟ ସେଇ ସମସ୍ତ ସ୍ୱଭାବ ଅନୁସାରେ ଜୀବନ ବିତାଇବା କଥା। ଯେମିତି ଗାଲାତୀୟ 5:22-23 ଲେଖା ହେଇଛି, କଲୋସିୟ 3:12-13-14 ମଧ୍ୟ ଲେଖା ହେଇଛି। ଏମିତି ସମସ୍ତ ପ୍ରକାରର ପ୍ରଭୁଙ୍କର ବାକ୍ୟ ପାଳନ କରିବା ସ୍ୱଭାବ ଗୁଡ଼ାକ ଆମଠାରେ ଦେଖାଯିବ। ଆମ ସମ୍ପୂର୍ଣ୍ଣ ପ୍ରଭୁଙ୍କର ବାକ୍ୟର ଅନୁସାରେ ହିଁ ଜୀବନ କାଟିକି ଦେଖାଇବ ବାପ୍ତିସ୍ମ ନେଲା ପରେ। ବାପ୍ତିସ୍ମ ନେଲା ପରେ ଏମିତି କୌଣସି ଭୁଲ ଭଟକା କରିହେବ ନାହିଁ। ବାପ୍ତିସ୍ମ ନେବା ଦିନ ଆମେ ପାପ ପ୍ରତି ମରୁଛୁ। ବାପ୍ତିସ୍ମରେ ଯେତେବେଳେ ଆମେ ବାପ୍ତିସ୍ମ ନେଇକି ଉଠୁଛୁ, ସେତେବେଳେ ଆମେ ଧର୍ମର ଜୀବନ ବିତାଇବା ପାଇଁ ବୋଲି ଉଠୁଛୁ। ତ ଏଇଥିପାଇଁ ମୋ ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କଲେ ନିହାତି ବାପ୍ତିସ୍ମ ନେବାକୁ ପଡ଼ିବ। ଆଉ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରି ପ୍ରଭୁଙ୍କର ବିଷୟ ଶୁଣୁ ଆମକୁ ତତ୍କ୍ଷଣାତ୍ ବାପ୍ତିସ୍ମ ନେବାକୁ ପଡ଼ିବ। ଆଉ ବାପ୍ତିସ୍ମ ନେଇକି ଉଠିଲା ପରେ ପ୍ରଭୁ ଯୀଶୁଙ୍କର ବାକ୍ୟ ଅନୁସାରେ ଜୀବନ କାଟିବାକୁ ପଡ଼ିବ। ଆଉ ପ୍ରଭୁ ମଧ୍ୟ ନିହାତି ଗ୍ରହଣ କରିବାକୁ ପଡ଼ିବ। ପ୍ରଭୁ ଯେ ନ ନେଇକି ଆମେ ପ୍ରଭୁଙ୍କର ହେଇପାରିବା ନାହିଁ। ପ୍ରଭୁ ମଧ୍ୟ ଆମକୁ ନିହାତି ନେବାକୁ ପଡ଼ିବ। ଯାହା ଲେଖା ହେଇଛି ଜହନ ଲିଖିତ ସୁସମାଚାର 6:53-56 ପର୍ଯ୍ୟନ୍ତ ଲେଖା ହେଇଛି। ଏଠି ଏମିତି ଲେଖା ହେଇଛି, ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟ ପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ ତୁମ୍ଭମାନଙ୍କ ଠାରେ ଜୀବନ ନାହିଁ। ତ ଦେଖନ୍ତୁ, ଏଇ ଜାଗାରେ ପ୍ରଭୁ ଯୀଶୁଖ୍ରୀଷ୍ଟ କହୁଛନ୍ତି ଯେ ମୁଁ ତୁମକୁ ସତ୍ୟ କଥା କହୁଛି, ତମେ ମନୁଷ୍ୟ ପୁତ୍ରଙ୍କର ମାଂସ ଯଦି ଖାଇବ ନାହିଁ, ତ ମନୁଷ୍ୟ ପୁତ୍ରଙ୍କର ରକ୍ତ ଯଦି ପିଇବ ନାହିଁ, ତାହେଲେ ତମ ଠାରେ ଅନନ୍ତ ଜୀବନ
ଆସିବ ନାହିଁ, ତମେ ଅନନ୍ତ ଜୀବନ ପାଇପାରିବ ନାହିଁ। ଏଇ କଥା ଯୀଶୁ ପ୍ରଭୁ ଶିଷ୍ୟମାନଙ୍କୁ କହିଲେ। ଆଉ 54 ପଦରେ ଲେଖା ହେଇଛି ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି। ତ ଯୀଶୁ ପ୍ରଭୁ କହୁଛନ୍ତି ଯେଉଁ ବ୍ୟକ୍ତି ମୋର ମାଂସ ଭୋଜନ କରିବ, ଯେଉଁ ବ୍ୟକ୍ତି ମୋର ରକ୍ତ ପାନ କରିବ, ସେହି ଲୋକ ଅନନ୍ତ ଜୀବନ ପାଇବ, ଆଉ ସେ ମରିଥିଲେ ମଧ୍ୟ ମୁଁ ତାକୁ ଶେଷ ଦିନରେ ଉଠେଇକି ମୁଁ ସ୍ୱର୍ଗକୁ ନେଇଯିବି ବୋଲି କହୁଛନ୍ତି। ଆଉ 55 ପଦରେ ଲେଖା ହେଇଛି କାରଣ ମୋହର ମାଂସ ପ୍ରକୃତ ଖାଦ୍ୟ ଓ ମୋହର ରକ୍ତ ପ୍ରକୃତ ପେୟ। ତାମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମାଂସ ହେଉଛି ମଣିଷର ଜୀବନ ପାଇବା ପ୍ରକୃତି ଖାଦ୍ୟ, ଆଉ ପ୍ରଭୁ ଯୀଶୁଙ୍କର ରକ୍ତ ହେଉଛି ମଣିଷର ଜୀବନ ପାଇବା ପ୍ରକୃତ ପେୟ। ଆଉ 56 ପଦରେ ଲେଖା ହେଇଛି ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ ସେ ମୋ ଠାରେ ରହେ ଓ ମୁଁ ତା ଠାରେ ରହେ। ତ ଦେଖନ୍ତୁ ଏଇ 56 ପଦରେ ଲେଖା ହେଇଛି ଯେଉଁ ଲୋକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମାଂସ ଭୋଜନ କରୁଛି, ଯେଉଁ ଲୋକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ରକ୍ତକୁ ପାନ କରୁଛି, ତାଠାରେ ପ୍ରଭୁ ଯୀଶୁ ରହିବେ ଆଉ ପ୍ରଭୁ ଯୀଶୁଙ୍କ ଠାରେ ସେ ମଧ୍ୟ ରହିଯିବ। ତ ଏଥିପାଇଁ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କଲା ପରେ ବାପ୍ତିସ୍ମ ନେବା ଗୋଟେ ମଣିଷର ପାଇଁ କେତେ ଜରୁରତ କାମ, ଆଉ ପ୍ରଭୁ ଭୋଜ ମଧ୍ୟ ଗ୍ରହଣ କରିବାଟା ଗୋଟେ ମଣିଷ ପାଇଁ କେତେ ଜରୁରତ କାମ। ଏହିସବୁ ଗ୍ରହଣ କଲା ପରେ ହିଁ ଆମେ ପ୍ରଭୁ ଯୀଶୁଙ୍କର ଗୋଟେ ଯୋଗ୍ୟତାର ଲୋକ ହେଇହବ। ତ ସେଥିପାଇଁ ଆସୁ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆମେ ସମସ୍ତେ ଆଜି ଯାହା ଶିକ୍ଷା କଲୁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କଲା ପରେ ବାପ୍ତିସ୍ମ ପ୍ରଭୁ ଭୋଜ ନିହାତି ଗ୍ରହଣ କରିବାକୁ ପଡ଼ିବ। ଏହିସବୁର ବାପ୍ତିସ୍ମ ନେଲା ପରେ ଏକା, ପ୍ରଭୁ ଭୋଜ ଗ୍ରହଣ କଲା ପରେ ଏକା ଆମେ ଈଶ୍ୱରଙ୍କ ରାଜ୍ୟକୁ ପ୍ରବେଶ କରିପାରିବା, ନହେଲେ ହେବ ନାହିଁ। ଆସୁ ଆମେ ସମସ୍ତେ ଆଜି ଯାହା ଶିକ୍ଷା କଲୁ ଯେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କଲା ପରେ ବାପ୍ତିସ୍ମ ପ୍ରଭୁ ଭୋଜ ନିହାତି ନେବାକୁ ପଡ଼ିବ, ଆଉ ବାପ୍ତିସ୍ମ ବାକ୍ୟର ଅନୁସାରେ ନେବାକୁ ପଡ଼ିବ, ଆଉ ପ୍ରଭୁ ଭୋଜ ମଧ୍ୟ ବାକ୍ୟର ଅନୁସାରେ ହିଁ ନେଇକି ଆମେ ପ୍ରଭୁଙ୍କ ରାଜ୍ୟକୁ ଯାଇହେବ। ତ ସେଥିପାଇଁ ଆସୁ ଆମେ ଯାହା ଶୁଣିଲୁ ଏଇ ଅନୁସାରେ ଆମେ ଯଦି ସବୁ ବାପ୍ତିସ୍ମ ପ୍ରଭୁ ଭୋଜ ଗ୍ରହଣ କରୁଛୁ ବାଇବଲ ଅନୁସାରେ ତାହେଲେ ତ ଠିକ୍ ଅଛି, ଆଉ ଯଦି ସେମିତି ଗ୍ରହଣ ନ କରି ଯଦି ଆମର ମାନେ ବାକ୍ୟର ବାହାରେ ଯଦି ଗ୍ରହଣ କରୁଛୁ ତାହେଲେ ସେଇଟା ମଧ୍ୟ ଠିକ୍ ହେବ ନାହିଁ। ବାକ୍ୟର ଅନୁସାରେ ଗ୍ରହଣ କରିକି ଆମେ ସମସ୍ତେ ରକ୍ଷା ପାଇଁ ସ୍ୱର୍ଗକୁ ଯିବା। ଏସବୁ ବାକ୍ୟ ଦେଇ ଯୀଶୁ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।